ପଦମପୁର ବହୁ ଚର୍ଚ୍ଚିତ ଗୁଣିଗାରେଡ଼ି ଭୈରବ ସାହୁ ମର୍ଡର ଘଟଣାରେ ପୁଣି ବନ୍ଧା ହେଲେ 5 ଅଭିଯୁକ୍ତ। ରାୟଗଡ଼ା ଜିଲ୍ଲା ପଦମପୁର ଥାନା ଗୁଣିଗାରେଡ଼ି ଭୈରବ ସାହୁକୁ ସନ୍ଦେହରେ ମାରିବା ଘଟଣାରେ ପଦମପୁର ପୋଲିସ ଆଜି ଜୁମୁରୁଗୁଡ଼ା ଗ୍ରାମର 5 ଜଣ ଅଭିଯୁକ୍ତକୁ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସନ୍ଧ୍ୟା 6ଟା ସମୟରେ ପଦମପୁର କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କର ବେଲ୍ ନାମଞ୍ଜୁର ହେଲା ପରେ ପୁଣି ଗୁଣପୁର ଉପକାରାଗାରକୁ ସେମାନଙ୍କୁ ପଠାଇଥିବା ପୋଲିସ ସୂଚନା ଦେଇଛି। 5 ଅଭିଯୁକ୍ତ ହେଲେ ଶିବ ସାହୁ, ସନ୍ତୋଷ ସାହୁ, ଅମର ସାହୁ, ପିଙ୍କୁ ସାହୁ, ବୁଡୁ ପାଲକାକୁ ଗିରଫ କରିଥିବା ପଦମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ପିଙ୍କୁ ସାହୁ ଦୀର୍ଘ ଦିନ ହେଲା ସେ ଫେରାର ରହିଥିଲା। ଆଉ ଅନ୍ୟମାନେ ପଦମପୁର ଅଞ୍ଚଳରେ ରହିଥିଲେ। ଏହି କେସ୍ରେ ସେମାନେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। କେସ୍ ନମ୍ବର 60/225ରେ ମାମଲା ରୁଜୁ ହୋଇଥିଲା ପଦମପୁର ଥାନାରେ। ଏହି ଘଟଣା ପରେ ଅଭିଯୁକ୍ତ ପିଙ୍କୁ ସାହୁ ଫେରାର ଥିଲା। ସୂଚନାଯୋଗ୍ୟ ଗତ ଏପ୍ରିଲ 21 ତାରିଖ ରାତିରେ ପଦମପୁର ଥାନା ଜୁମୁରୁଗୁଡ଼ା ତେଲିସାହିର ନିକଟସ୍ଥ ମେଡ଼ିକାଲ ସାହି ନିକଟରେ ଗୁଣିଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଭୈରବ ସାହୁ ଏଥିରେ ମୃତ୍ୟୁ ହୋଇଥିଲେ ଏବଂ ପଦମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କୁ ମଧ୍ୟ ଏଠାରେ ତାଙ୍କୁ ମାଡ଼ ହୋଇଥିଲା। ତାପରେ ସେ ଚିକିତ୍ସା ମଧ୍ୟ ହୋଇଥିଲେ। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତେବେ ଏହି ମାମଲାରେ ଆଗରୁ 22 ଜଣ ଅଭିଯୁକ୍ତଙ୍କ ସହ 7 ଜଣ ନାବାଳିକାକୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ଏ 5 ଜଣ ଗିରଫ ହେଲା ପରେ ମୋଟ 34 ଜଣଙ୍କୁ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗକୁ ମଧ୍ୟ ଏହି ଗିରଫ ସଂଖ୍ୟା ବଢ଼ିବାର ସୂଚନା ରହିଥିବା ପଦମପୁର ପୋଲିସ କହିଛି। ଆଗକୁ ମଧ୍ୟ ଅନ୍ୟମାନେ ଗିରଫ ହେବେ ଏବଂ ଅତି ଶୀଘ୍ର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ପଦମପୁର ପୋଲିସ ସୂଚନା ଦେଇଛନ୍ତି। ଆଜି ଗୁଣପୁର ଏସ୍ଡିପିଓ ମଧ୍ୟ ପଦମପୁର ଥାନାକୁ ପହଞ୍ଚିଥିଲେ ଏବଂ ଦିନ ତମାମ ଆଜି ଦିନସାରା ପଦମପୁର ଥାନାରେ ପୁଣି ଚଳଚଞ୍ଚଳ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।